वन्दे देवामुपतिं वन्दे सुरगुरुं वन्दे भक्तजनश्रयं च वरदं वन्दे श्री अरविन्दम्। ॐ देवेन्द्र मूलिमन्दारमकरन्द कणारुणः विघ्नं हरन्तु मीराचरणाम्बुजरे नमः। शरणं शरणं मीरा शरणं शरणं मीरा शरणं। श्रीमा श्री अरविंद भाई बोल मान आम गतकाली कथा होते श्री अरविंद को कहीं अध्ययन करवा एवं आज कथा हवा श्री अरविंद को किपरि अध्ययन करवा किपरि अध्ययन करवा कथा कहला बेले माँ कहते जे श्री अरविंद को अध्ययन करने को हेले बुक वाइज अध्ययन न करी सब्जेक्ट वाइज अध्ययन कले अधिक सहज हम एवं कारण सब्जेक्ट वाइज होछि निज भितरर अन्वेषा निजे कौन चाहूछ से अनुसार आम श्री अरविंद खोजिले प्रकृति में आम खोजार गोटे मूल्य थाए से माँ कहले सब्जेक्ट वाइज श्री अरविंद अध्ययन कर एवं ये सब्जेक्ट वाइज कथा कहला बेले माँ कहते जो सब्जेक्टर थीम उपरे तुम अध्ययन कर से अध्ययन कला बेले गोटे केवल गोटे ग्रंथरे बा गोटे बही रे श्री अरविंद को सब्जेक्ट को अध्ययन कले तार लिमिटेशन रखले हम ना धरी जाऊ आस्पिरेसन उपरे आम एलिमेंट्स ऑफ जोगर किसी प्रश्न उत्तर अध्ययन कर आम सब उत्तर पाइपरू ना आमर किसी करी रही से माँ कहते जो सब्जेक्ट वाइज अध्ययन कर तेरे श्री अरविंद से आस्पिरेसन उपरे कौ ग्रंथ कौन लिखिं ताकू देख अध्याय छाड़ ना अध्याय छाड़े सब अधूरिया होमर जो जिज्ञासा बा अन्वेषा सी विशेष किसी फलप्रद हम ना एवं तापर कहते ए गोटे असुविधा आसो जे आम विभिन्न ग्रंथरे विभिन्न बही रे से गोटे निर्दिष्ट सब्जेक्ट उपरे जितेबाला अध्ययन करूँ आम आगे गोटे कथा दृष्टिगोचर हम किसी कंट्राडिक्शन किसी विरोध कथा भी कह गोटे जगार श्री अरविंद जितेबाला शंकर को ग्रेट शंकर कहते आउ गोटे जगार कहते शंकर बाट मो बाट नुहे आउ गोटे जगार कहते जे मु हूँ गोटे अद्वैतवादी बा कंप्लीट अद्वैतवादी ये सब कंट्राडिक्शन जो मैंने प्रकृत अध्ययन करुँचे से मर्मे मर्म अनुभव करुवे ये सब विरोधाभास कहीं अच्छे श्री अरविंद ये से माँ कहले जे टोटाल जो थीम उपरे जो सब्जेक्ट उपरे अध्ययन कर सबू बही देख से सब्जेक्ट कौन कहते शेष अनुभव कर जोटा कंट्राडिक्शन भावुल ताहा कंट्राडिक्शन नुहे सबू अध्ययन कर तुम गोटे अनुभूति हम गोटे रियलाइजेसन हम से अनुभव कर प्रकृति श्री अरविंद किसी कंट्राडिक्टेड कथा कही ना गोटे ग्रेट सिंथेसिस तुम पाइब गोटे अपूर्व समन्वय
ଦେଖିବ ଯେ ଶ୍ରୀ ଅରବିନ୍ଦ ଏଇ କଥାଟି କହିଥିଲେ ଠିକ୍, ସେଇ କଥାଟି କହିଥିଲେ ଠିକ୍ ଏବଂ ଦୁଇଟା ଯାକ ଆମକୁ ବିରୋଧାତ୍ମକ ଅନୁଭବ ହେଉଥିଲେ ମଧ୍ୟ ସିଏ ଗୋଟିଏ ପାଖର ସତ୍ୟ, ଇଏ ଆଉ ଗୋଟିଏ ପ୍ରକାର ସତ୍ୟ, ଏ ଦୁଇଟି ସତ୍ୟର ସମନ୍ୱୟ ମଧ୍ୟ ଶ୍ରୀ ଅରବିନ୍ଦ ସିନ୍ଥେସିସ୍ କରିଛନ୍ତି। ଇଏ ସବୁଯାକ ଖୋଜିଲେ ହିଁ ମିଳିବ, ନହେଲେ ଆମେ ବେଳେବେଳେ କନଫ୍ୟୁଜ୍ ହେଉ ଶ୍ରୀ ଅରବିନ୍ଦ ଏମିତି କହିଥିଲେ, ଏ ଭାଇ କ'ଣ ଏମିତି କହୁଛନ୍ତି, କାରଣ ଆମେ ସେ ସିନ୍ଥେସିସ୍ଟା ଜାଣିନା। ମା ତାକୁ ସ୍ପଷ୍ଟ କରି କହିଲେ ଶିକ୍ଷା ବହିରେ ଯେ ଦୁଇଟି ବିପରୀତ ଧର୍ମୀ ସିଦ୍ଧାନ୍ତ ନିଅ ଏବଂ ସେ ଦୁଇଟି ଯାକ ସିଦ୍ଧାନ୍ତକୁ ସମନ୍ୱୟ କର, ଇଏ ଗୋଟେ ମେଣ୍ଟାଲ ଏକ୍ସରସାଇଜ୍ କର। ଧନ୍ୟଯାଉ ଗୋଟିଏ ଜିନିଷ ଆମେ ନେବା, ଏଇଟା ଭଲ, ତାର ବିପରୀତ ସିଦ୍ଧାନ୍ତ ହେଉଛି ଏଇଟା ଖରାପ। ଶୋଇବା ଭଲ, ଶୋଇବା ଖରାପ। ବର୍ତ୍ତମାନ ଶୋଇବା ଭଲ ଖରାପ ବିଷୟ ଭିତରେ ମାକୁ ଦୁଇଟାକୁ ଟାଣି ଆଣିକି ମେଣ୍ଟାଲ ଏକ୍ସରସାଇଜ୍ ଦୁଇଟି ସିଦ୍ଧାନ୍ତକୁ ଟାଣି ଆଣିକି ଦେଖିବ ଯେ ତାର ଗୋଟେ ସମନ୍ୱୟ ବିନ୍ଦୁ ଅଛି। ଶ୍ରୀ ଅରବିନ୍ଦଙ୍କୁ ଏଇ ଧାରାରେ ଆମକୁ ପଢ଼ିବାକୁ ପଡ଼ିବ ଏବଂ ସେଥିରେ ପ୍ରକୃତିରେ କିଛି କଣ୍ଟ୍ରାଡିକ୍ସନ୍ ନାହିଁ। ଶ୍ରୀ ଅରବିନ୍ଦଙ୍କର ପ୍ରାୟ ଅଧିକାଂଶ ଗ୍ରନ୍ଥକୁ ମା କ୍ଲାସ୍ କରିଛନ୍ତି ଏବଂ ଯେତେବେଳେ ମା ସେଇ ବେସେସନ୍ ଯୋଗ, ଏଲିମେଣ୍ଟସ୍ ଅଫ୍ ଯୋଗ, ରାଇଟ୍ସନ୍ ଯୋଗ, ପୁଣି ଥଟ୍ସ ଆଣ୍ଡ ଏଫୋରିଜିମ୍, ଲାଇଫ୍ ଡିଭାଇନ୍, ସିନ୍ଥେସିସ୍, ମା ବହି ଉପରେ ମା କ୍ଲାସ୍ କରିଛନ୍ତି, ବାରମ୍ବାର କ୍ଲାସ୍ କରିଛନ୍ତି ଏବଂ ଶ୍ରୀ ଅରବିନ୍ଦଙ୍କୁ ଅଧ୍ୟୟନ କଲାବେଳେ ମାଙ୍କର ଲେଖାଗୁଡ଼ିକ ମା ସବୁ ତାଙ୍କର ବେଶୀ କଥୋପକଥନ ବା କନଭରସେସନ୍ ତାକୁ ଆମେ ଇଏରେ ମାତୃରଚନାବଳୀରେ ଆମେ ପାଇବା। ମାଙ୍କର ପ୍ରଶ୍ନ ଉତ୍ତର, ୱାର୍ଡସ୍ ଅଫ୍ ମଦର, ଇଏ ଯେତେବେଳେ ପଢ଼ିବା ତାର ଆହୁରି କ୍ଲାରିଟି ଆସିବ ଏବଂ ମା ଯେମିତି ବୁଝେଇଛନ୍ତି ତାକୁ ଯଦି ଆମେ ବୁଝିପାରିବାନି, ପୃଥିବୀରେ ଆଉ କିଏ ଏତେ ସରଳ, ମାନେ ଆଉ କୌଣସି ବ୍ୟକ୍ତି ନଥିବେ ଯିଏକି ଆମକୁ ବୁଝେଇ ଦେଇପାରିବେ। ମା ବୁଝେଇ ନାହାନ୍ତି ତାକୁ ଆଉ କିଏ ବୁଝେଇ ପାରିବ ନାହିଁ। ଥରେ ଅମଲ କିରଣ ଯାଇକି ଅଭିଯୋଗ କଲେ ଶ୍ରୀ ଅରବିନ୍ଦଙ୍କ ପାଖରେ, ମୋର ଗୋଟେ ପ୍ରଶ୍ନ ମାଆଙ୍କୁ ପଚାରିଲି, ମା ତାର ଉତ୍ତର ଦେଲେ ଏବଂ ସେଇ ଉତ୍ତରରେ ମୁଁ ସାଟିସ୍ଫାଇ ହେଇପାରୁନି, ପ୍ରକୃତରେ ସେ ଉତ୍ତରଟି କ'ଣ ହେବ ଆପଣ ଟିକେ ଦୟାକରି କହିବେ କି? ଶ୍ରୀ ଅରବିନ୍ଦ ବହୁତ ଗମ୍ଭୀର ହେଲେ, କହିଲେ, ଡୁ ୟୁ ଥିଙ୍କ ମାଇ ମଦର ଇଜ୍ ମାଇ ଡିସାଇପଲ୍? ସି ଇଜ୍ ମାଇ ମଦର, ୟୁର ମଦର, ମଦର ଅଫ୍ ଅଲ୍। ଏବଂ ସିଏ ଯଦି ବୁଝିଲେ ସନ୍ତାନ ଯେକୌଣସି ସନ୍ତାନ ବୁଝିପାରୁନି ତାକୁ ପୃଥିବୀରେ କେହି ବୁଝେଇ ପାରିବନି, କାରଣ ସେ ହେଉଛି ମୋ ମା, ତୋର ବି ମା, ସମସ୍ତଙ୍କର ମା। ଅତଏବ ଶ୍ରୀ ଅରବିନ୍ଦଙ୍କର ଲେଖାଗୁଡ଼ିକ ମା ବୁଝେଇଛନ୍ତି। ଆପଣମାନେ ଦେଖିବେ ତାର ଦୃଷ୍ଟାନ୍ତ ସ୍ୱରୂପ ଦି ମଦର ଅନ୍ ମଦର 1954-1956 ମସିହାରେ ଦୁଇଥର ମା ବହି ଉପରେ କ୍ଲାସ୍ କଲେ ଏବଂ ସେଥିରେ ଯେତେ କ୍ଲାରିଟି ଆସିବ, ଆମେ ମା ବହିକି ବାରମ୍ବାର ପଢ଼ୁଥିଲେ ସେଥିରେ କ୍ଲାରିଟି ଆସିବ ନାହିଁ। ପୁଣି ମାଙ୍କ ବିଷୟରେ ଆଉ କେଉଁଠି କ'ଣ କୁହାହେଇଛି ତାକୁ ନ ପଢ଼ିଲେ ଆମେ ସେ ବହି ଉପରେ ଗୋଟେ କ୍ଲାରିଟି ଆସିବ ନାହିଁ। ଏବଂ ମା ବାରମ୍ବାର ସତର୍କ କରୁଛନ୍ତି ଯେ ଗୋଟିଏ ବାକ୍ୟ ବା ଗୋଟିଏ ଶବ୍ଦ ଫୁଲ୍ କନଭିନ୍ସ ନହେଲା ପର୍ଯ୍ୟନ୍ତ ଆର ବାକ୍ୟକୁ ଡେଇଁ ପଡ଼ ନାହିଁ। ବହୁତ କିଛି ପଢ଼ିଦେବା କଥାରେ ଆମେ କହୁ ଯେ 4 ଥର 5 ଥର ମୁଁ ଯୋଗ ସମନ୍ୱୟ ଅଧ୍ୟୟନ କଲିଣି, କିନ୍ତୁ ଗୋଟିଏ ବାକ୍ୟ ତ ଆମେ ବୁଝିନି। ଗୋଟିଏ ବାକ୍ୟ ଆର ବାକ୍ୟ ବୁଝିବା ପାଇଁ ସେ ହେଉଛି କି? ସେ ହେଉଛି ଚାବି। ଏବଂ ଶ୍ରୀ ଅରବିନ୍ଦଙ୍କର ପ୍ରଥମ ବାକ୍ୟଟି ଯଦି ନ ବୁଝିଥିବ ଦ୍ୱିତୀୟ ବାକ୍ୟକୁ ବୁଝି ହେବ ନାହିଁ। ପ୍ରଥମ ପାରାଗ୍ରାଫକୁ ଯଦି ବୁଝିନଥିବ ଦ୍ୱିତୀୟ ପାରାଗ୍ରାଫ ବୁଝି ହେବ ନାହିଁ। ଏବଂ ଚେଷ୍ଟା କରିବା, ମା ବି ପରାମର୍ଶ ଦେଇଛନ୍ତି, ଅଳ୍ପ ଅଳ୍ପ ପଢ଼ିବା, ବେଶୀ ଚିନ୍ତା କରିବା। ଭାରତୀୟ ସାଧନାରେ ସୁନ୍ଦର ବ୍ୟବସ୍ଥା ଥିଲା। ଅଧ୍ୟୟନ ପରେ ମନନ କଥା କୁହାଯାଉଥିଲା, ମନେ ମନେ ତାକୁ ଭାବି ହେବା। ଆଉ ବ୍ୟକ୍ତିଗତ ଭାବେ ମୁଁ କହିବି, ମୁଁ ଯଦି କେବେ 10 ମିନିଟ୍ ପଢ଼େ
30 ମିନିଟ୍ ଭାବି ହୁଏ ଏବଂ ତାର ବିଭିନ୍ନ ଏଙ୍ଗେଲରୁ ଦେଖେ। ଶ୍ରୀ ଅରବିନ୍ଦ ଏମିତି କହିଲେ ଯେ ଏହାର ଅର୍ଥ କ'ଣ ଏହା ହେବ? ଯଦି କିଏ ପଚାରିଯିବ ଏହା କ'ଣ କହିଲେ ଯେ ଯୋଗ ସମନ୍ୱୟର ଫାଷ୍ଟ ଲାଇନ୍ ଯଦି କୁହାହେଉଛି ଯେ ଇଟ୍ ଇଜ୍ ନେଚର୍ସ ୱାର୍କ, ଦେର୍ ଆର୍ ଟୁ ନେସେସିଟି ଅଫ୍ ନେଚର୍ସ ୱାର୍କ। ମୋତେ କିଏ ପଚାରିବ ନେଚର୍ସ ୱାର୍କର ଯେଉଁ ଦୁଇଟା ନେସେସିଟି କଥା ଶ୍ରୀ ଅରବିନ୍ଦ କହିଲେ ଦେର୍ ଆର୍ ଟୁ ନେଚର୍ସ ୱାର୍କ, ତାପରେ ଶ୍ରୀ ଅରବିନ୍ଦ ଯଦି ପଢ଼ିବ ସେ ଦୁଇଟା କ'ଣ ସେ କହିନାହାନ୍ତି, କିନ୍ତୁ ତାକୁ କନଭିନ୍ସ ହେଲା ପରେ ଜଣାପଡ଼ିବ ଯେ ଶ୍ରୀ ଅରବିନ୍ଦ କ'ଣ କହିଛନ୍ତି ଦେର୍ ଆର୍ ଟୁ ନେସେସିଟି ଅଫ୍ ନେଚର୍ସ ୱାର୍କ। ଯଦି କିଏ ପଚାରିବ ଯେ ସାବିତ୍ରୀର ପ୍ରଥମ ଲାଇନ୍ କହୁଛନ୍ତି ଇଟ୍ ୱାଜ୍ ଦି ଆୱାର ବିଫୋର୍ ଗଡ୍ସ ଆୱେକ୍, ଯାହାର ଓଡ଼ିଆରେ କୁହାଯାଇପାରିବେ ଯେ ଦେବଗଣ ଜାଗରିତ ପୂର୍ବ ସେ ମୁହୂର୍ତ୍ତ। ଦେବଗଣ ଜାଗ୍ରତ ହେବାର ପୂର୍ବ ମୁହୂର୍ତ୍ତ ସେ ଉଷାରେ ଯେ ସିମ୍ବଲ ଡାଉନରେ କୁହାଯାଇଛି। ସେଠି ଏମ୍ପି ପଣ୍ଡିତ ତାଙ୍କର ରିଡ଼ିଙ୍ଗସ୍ ଅନ୍ ସାବିତ୍ରୀ ବୁକ୍ ଅଫ୍ ବିଗିନିଂ ଲେଖୁଛନ୍ତି, ସେଥିରେ ସେ ଗୋଟେ ପ୍ରଶ୍ନ କରୁଛନ୍ତି, ଭାରତର ଶାସ୍ତ୍ର କହୁଛି ନିଷ୍ପଲକାହା ଦେବତା, ଦେବତାମାନେ ଶୁଅନ୍ତି ନାହିଁ। ଯଦି ଦେବତାମାନେ ଶୁଅନ୍ତି ନାହିଁ ତାର ଅର୍ଥ କ'ଣ ହେବ? ଇଟ୍ ୱାଜ୍ ଦି ଆୱାର ବିଫୋର୍ ଗଡ୍ସ ଆୱେକ୍। ଭଗବାନ ଦେବତାମାନେ ଜାଗ୍ରତ ହେବାର ପୂର୍ବ ମୁହୂର୍ତ୍ତ ହେଉଛି ଏ ଉଷା ସିମ୍ବଲ ଡାଉନ୍। ସେ ତ ଶୁଅନ୍ତି ନାହିଁ, ନିଷ୍ପଲକାହା ଦେବତା, ସେ ଶୁଅନ୍ତି ନାହିଁ କି ସ୍ୱପ୍ନ ଦେଖନ୍ତି ନାହିଁ। ଦେବତାମାନଙ୍କର ଏ ଦୁଇଟି ଦୁର୍ଭାଗ୍ୟ, ସେ ସ୍ୱପ୍ନ ଦେଖିପାରିବେ ନାହିଁ, ଆଉ କିଛି ନୂଆ ହେବା ପାଇଁ ସ୍ୱପ୍ନ ଦେଖିପାରିବେ ନାହିଁ ଏବଂ ଶୋଇ ବି ପାରିବେ ନାହିଁ। ତେବେ ଦେବଗଣ ଜାଗ୍ରତର ପୂର୍ବ ମୁହୂର୍ତ୍ତ ପ୍ରଶ୍ନ କେଉଁଠି ଉଠିଲା? ସେଇଠି କହୁଛନ୍ତି ଯେଉଁ ଚେତନା ଏବେ ମଧ୍ୟ ଦେବଗଣକୁ ପ୍ରାପ୍ତ ହେଇନଥିଲା, ଦେବଗଣ ସେ ଯେଉଁ ଚେତନା ପ୍ରାପ୍ତ ହେଇନଥିଲା, ସେଇ ଚେତନାର ଉଷା, ସେଇ ନବଚେତନାର ଉଷା ଯାହାକି ଦେବଗଣଙ୍କ ପାଇଁ ଦୁର୍ଲଭ ଥିଲା, ସମ୍ଭବ ହୋଇନଥିଲା, ମହାନ ମହାନ ଦେବତାମାନେ ସମ୍ଭବ ହୋଇଥିଲା, ସେହି ପ୍ରକାର ନୂତନ ଚେତନାର ଉଷାର ଉଦୟ ହେଲା। ରିଡ଼ିଙ୍ଗସ୍ ଅନ୍ ସାବିତ୍ରୀ ବୁକ୍ ଅଫ୍ ବିଗିନିଂରେ ଶ୍ରୀ ଅରବିନ୍ଦ ଏମ୍ପି ପଣ୍ଡିତ ଏମିତି ଯୁକ୍ତି ଦର୍ଶାଉଛନ୍ତି। ହେଲେ ଆମେ ସେଇ ଧାରାରେ ଶ୍ରୀ ଅରବିନ୍ଦଙ୍କୁ ପଢ଼ିବା, ଅଳ୍ପ ପଢ଼ିବା ପରେ ଅଧ୍ୟୟନ ପରେ ମନନ କରିବା। ଅଧ୍ୟୟନ ବିଭିନ୍ନ ଧାରା ଥିଲା, ଗୋଟିଏ ଅଧ୍ୟୟନ, ଆଉ ଗୋଟିଏ ସ୍ୱାଧ୍ୟାୟ, ଆଉ ଗୋଟିଏ ପାରାୟଣ, ଗୋଟିଏ ମନନ, ଗୋଟିଏ ନିଧିଧ୍ୟାସନ, ଏକାଗ୍ରତା, ଏସବୁ ଅଧ୍ୟୟନର କାଟେଗୋରୀ ଭିତରେ ଆସୁଛି। ଆମେ ଖାଲି ପଢ଼ିଯିବା ନାହିଁ, ଟଙ୍ଗ ହେଇକି ପଢ଼ିଯିବା ନାହିଁ। ପଢ଼ିବା ସଙ୍ଗେ ସଙ୍ଗେ କିଛି ଭିତରକୁ ନେବା, ମନରେ ଗୁଣି ହୋଇବା। ମନ ବଚନ ଯେଣେ ଗମି ସେ କଥା ହେଉଥିବା ଗୁଣି, ସେଇଟା ହେଉଛି ମନନ। ପଢ଼ିଲ ଭିତରେ ଗୁଣି ହୁଅ, ଭାବି ହୁଅ। ଏବଂ ଶ୍ରୀ ଅରବିନ୍ଦଙ୍କ ଅଧ୍ୟୟନ କଲାବେଳେ ଆମେ ସେଇ ଯେଉଁ ଭାରତୀୟ ସଂସ୍କୃତିର ସେ ପଦ୍ଧତି, ଅଧ୍ୟୟନର ପଦ୍ଧତି, ମନନ କରିବା ଏବଂ ମନନ କରିବା ସଙ୍ଗେ ସଙ୍ଗେ ତାର ଅର୍ଥକୁ ବୁଝିବା। ତଜ୍ଜପ ତଦ୍ ଅର୍ଥମ ଭବ। ଖାଲି ରାମ 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 କୁହ ନାହିଁ, ଖାଲି ମା 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 କୁହ ନାହିଁ। ସେ ମା କହିବା ଭିତରେ କୁହ ନାହିଁ, ମୁଁ କହିପାରୁନି, ମାନେ ମୋର ଲିମିଟେସନ୍ କହୁଛି, କୁହ ନାହିଁ ଅର୍ଥ କୁହ ନାହିଁ ନୁହେଁ, କୁହ ନାହିଁ ଅର୍ଥ ତା ସହିତ କିଛି କର, ତା ସହିତ କର। ଜପ କରିବା ସଙ୍ଗେ ସଙ୍ଗେ ତା ଅର୍ଥକୁ ଭବ, ଅର୍ଥକୁ ବୁଝ ଏବଂ ସେ ଅର୍ଥ ଭବ ଯାହାକୁ ପଢ଼ୁଛ ତାହା ଟିକେ ହୋଇବାକୁ ଚେଷ୍ଟା କର। ଏବଂ ମା ସମ୍ପୂର୍ଣ୍ଣ ଭାବରେ କହିଛନ୍ତି ଯେ ତାଙ୍କର ସାହିତ୍ୟରେ, ଶ୍ରୀ ଅରବିନ୍ଦଙ୍କ ସାହିତ୍ୟରେ, ମାଙ୍କ ସାହିତ୍ୟରେ ସିଏ କେବଳ କିଛି ଶବ୍ଦ ନୁହେଁ, ସେ ଶବ୍ଦ ଭିତରେ ତାଙ୍କର ଶକ୍ତିକୁ ସଞ୍ଚରିତ କରି ରଖିଛନ୍ତି ଏବଂ ସେଇ ଯେଉଁ ଉଦ୍ଦେଶ୍ୟରେ ସେ ଶବ୍ଦ ଗୁଡ଼ିକ ବ୍ୟବହାର କରାଯାଇଛି, ସେ ଶବ୍ଦକୁ ପଢ଼ିଲେ ସେ ଉଦ୍ଦେଶ୍ୟ ପ୍ରତିପାଦିତ ହୁଏ। ସହଜରେ ବୁଝିବାକୁ ଗଲେ, ଯଦି
ଧ୍ୟାନ ବିଷୟରେ ଶ୍ରୀ ଅରବିନ୍ଦ ମା କୋଉଠି କହିଛନ୍ତି, ସେ ଧ୍ୟାନ ବିଷୟରେ ସେ ଶବ୍ଦ ଗୁଡ଼ିକ ପଢ଼ିଲେ ଆପେ ଆପେ ଧ୍ୟାନର ଗୋଟେ କ୍ରିୟା ଆମ ଭିତରେ ଆରମ୍ଭ ହୋଇଯାଏ। ସେଥିପାଇଁ ମା ସ୍ପଷ୍ଟ କରି କହିଥିଲେ, ଶ୍ରୀ ଅରବିନ୍ଦ ଯେଉଁ ଉପସ୍ଥାପନ କରିଛନ୍ତି, ହ୍ୱାଟ୍ ଶ୍ରୀ ଅରବିନ୍ଦ represent in world history is not a teaching, it is a teaching, it is a best teaching, किंतु खाली टीचिंग नुहे, इट इज नॉट ए टीचिंग अर्थ आम बुझा जाए शिक्षा उपदेश नुहे, बेस्ट टीचिंग, इट इज टीचिंग बट इट इज नॉट ओनली टीचिंग, इट इज नॉट ए रिविलेशन, ये मंत्र ये सबुठारु महामंत्र, किंतु खाली मंत्र नुहे, प्रकटित मंत्र नुहे, प्रकृत में यथार्थ या कौन, इट इज ए डिसिसिव एक्शन, एक सिद्ध क्रिया, जो शब्दटी लिखा जाइछि, जो शब्दटी उच्चारण करा जाइछि, से शब्दर गोटे क्रिया रूप होचंते श्री अरविंद, से क्रिया करेंगे। श्री अरविंद जो इंटरप्रिटेशन ऑफ स्क्रिप्चर बोली जो अध्याय लिखिले 1972 जो सेंटेनरी वॉल्यूम 3 नंबर वॉल्यूम से कथाटी अध्यायटी अच्छी, इंटरप्रिटेशन ऑफ स्क्रिप्चर, शास्त्रर परिभाषा, से कहते जे शास्त्र जो शब्द गुड़िक थाए से शब्द हूँ शब्द ब्रह्म, शब्द इज शब्द ब्रह्म हैज 4 एलिमेंट्स, तार 4टी उपादान थाए। वन इज नाम, शब्दटी उच्चारण होते सी कौन सी नाम को बुझेब, सी हो गोटे वस्तुर नाम को बुझेब, गोटे व्यक्तिर नाम को बुझेब, गोटे नार नाम को बुझेब, गोटे समय नाम को बुझेब, गोटे स्पेस नाम को बुझेब। भारत कहले भारत गोटे भारतवर्ष, ता भारत भूखंड नुहे, खाली स्पेस नुहे, जमी भारत हूँ गोटे शक्ति, भारत कहले भारत शक्ति, सेमती जितेबाला गोटे शब्द उच्चारण हुए से शब्दर गोटे नाम थाए, जमी भागीरथी बोली कहला, भागीरथी कहले गोटे भागी भाई की बुझेब, गोटे गंगा नदी की बुझेब, से शब्दर गोटे नाम थाए, जेको शब्दर गोटे नाम अच्छे, से शब्द खाली केतोटी वर्णर मिश्रण नुहे, से शब्द भी तार गोटे नाम अच्छे, वस्तुर नाम, व्यक्तिर नाम, स्पेस नाम इत्यादि, टाइम नाम कहगला। एवं से 4 एलिमेंट्स, गोटे एलिमेंट्स हूँ नाम, सेकेंड एलिमेंट हूँ अर्थ, जे प्रति शब्दर गोटे अर्थ थाए, से अर्थ भितर को जाओ। से ऋषि माने कहले सत्य इहब इहब, क्या कहले सत्य इहब जे जो वाक्य भितर अर्थम वाक्य भवती सत्य इहब इहब, पुष्प फलम लता भवती सत्य इहब इहब, जे जोठे वाक्यर शब्दर अर्थ थाए सेठे वाक्यर सत्य थाए, गोटे अनर्थ कथा किसी कहना, जे शब्दर नाम पछरे गोटे अर्थ थाए, से अर्थ को यदि व्यवहार न करा जाए से शब्द विकृत हो जाए। एवं कहीं बापा माँ से झीटर ना मीरा देले, कहीं बापा माँ से जो अरविंद बोली ना देले, ता पछरे जो सत्य थिला से अर्थ को बुझा दरकार। पिलाटी दिनरू सी जन्म अंध होइकि जन्म होइछि, आमे ताकू जदि पद्मलोचन बोली ना दबा, प्रकृत में से नाम सहित से अर्थर किसी सामंजस्य रहा ना, क्योंकि नाम सहित अर्थ रहा दरकार। श्री अरविंद कहले द शब्द इज शब्द ब्रह्म हैव 4 एलिमेंट्स, वन इज नाम, अनदर इज अर्थ, एवं तृतीय एलिमेंट्स से कहते जे कॉन्शियसनेस, शब्द पक्षरे गोटे चेतना अच्छे, से शब्द पक्षरे जदि गोटे चेतना शक्ति थिब, जहाँ को श्री अरविंद उल्लेख करिसेंति, भगवान कहले आलुओ जळू
ଆଲୁଅ ଜଳିଗଲା। ଏବଂ ସିଏ ହେଉଛି ଶବ୍ଦ ପଛର ଏକ ଚେତନା। ଶ୍ରୀ ଅରବିନ୍ଦ ପ୍ରତିଟି ଶବ୍ଦ ପ୍ରତିଟି ବାକ୍ୟ ଭିତରେ ଗୋଟେ ଚେତନା ଗୋଟେ ଶକ୍ତି ଥିଲା ବୋଲି ଶ୍ରୀ ଅରବିନ୍ଦ ଯାହା କହିଲେ ତାହା କ୍ରିୟାଶୀଳ ହୋଇଗଲା। ଶ୍ରୀ ଅରବିନ୍ଦଙ୍କର ଜନ୍ମ ଶତବାର୍ଷିକରେ ମା ଯେଉଁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଟି ଦେଇଥିଲେ, ଶ୍ରୀ ଅରବିନ୍ଦ's message is an immortal sunlight radiating over the future। ଶ୍ରୀ ଅରବିନ୍ଦଙ୍କର ବାର୍ତ୍ତା ଗୁଡ଼ିକ ହେଲା ଏକ ଅମ୍ଳାନ ସୂର୍ଯ୍ୟାଲୋକ ରେଡ଼ିଏଟିଂ ଓଭର ଦ ଫ୍ୟୁଚର। ଭବିଷ୍ୟତ ଯେତିକି ଯେତିକି ପ୍ରକାଶିତ ହେବ, ଶ୍ରୀ ଅରବିନ୍ଦଙ୍କର ବାର୍ତ୍ତା ଗୁଡ଼ିକ ସେତିକି ସେତିକି ପ୍ରତିଭାତ ହେବ, ସେତିକି ସେତିକି ପ୍ରତିପାଦିତ ହେବ, ପ୍ରମାଣିତ ହେବ। ଯେତେବେଳେ ଶ୍ରୀ ଅରବିନ୍ଦ ଭାରତ ସ୍ୱାଧୀନ ହେବାର କଥା କହିଥିଲେ, କେତେବେଳେ କହିଥିଲେ? 1879ଠୁ ଆରମ୍ଭ କରି ଶହ ଥର 1947 ମସିହା ପୂର୍ବରୁ ଶହ ଥର ଶ୍ରୀ ଅରବିନ୍ଦ କହିଥିଲେ ଭାରତ ସ୍ୱାଧୀନ ହେବ। 1921 ବା 23 ମୋର କିଛି ମନେ ପଡ଼ୁନି, ଯେତେବେଳେ ଏ.ବି. ପୁରାଣୀ ଅତ୍ୟନ୍ତ ବିରକ୍ତ ବୋଧ ହୋଇକି ଆଶ୍ରମକୁ ଆସିଲେ ଏବଂ କହିଲେ, ଆପଣ ଭାରତର ସ୍ୱାଧୀନତା ସଂଗ୍ରାମର ଲିଡ଼ିଂ କରୁଥିଲେ, ଆମେ ଦୁଇ ଭାଇ ଭାରତର ଦୁଇ ଭାଇ କହିଲେ, ଅମ୍ବା ଭାଇ ପୁରାଣୀ ଏବଂ ଛୋଟ ଭାଇ ପୁରାଣୀ, ସି.ବି. ପୁରାଣୀ, ଏ.ବି. ପୁରାଣୀ, ଆମେ ଦୁଇ ଭାଇ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲୁ। ଏକ ଭାରତ ସ୍ୱାଧୀନ ହେଇନାହିଁ, ଏକ ସଙ୍କଟମୟ ପରିସ୍ଥିତିରେ ଆପଣ ସେହି ସ୍ୱାଧୀନତା ସଂଗ୍ରାମରୁ ଓହରି ଆସିଲେ, ପଣ୍ଡିଚେରୀକି ଆସିଲେ। କାହିଁକି ଆପଣ ଏମିତି କଲେ? ଶ୍ରୀ ଅରବିନ୍ଦ ଅତି ସ୍ମିତହାସରେ କହିଲେ ଯେ ମୁଁ ଯଦି କହେ ଭାରତ ସ୍ୱାଧୀନ ହେଇଯାଇଛି, ଏ.ବି. ପୁରାଣୀ କହିଲେ କିଏ ପ୍ରତିଶ୍ରୁତି ଦେବ ଭାରତ ସ୍ୱାଧୀନ ହେଇଯାଇଛି ବୋଲି? ଶ୍ରୀ ଅରବିନ୍ଦ କହିଲେ ଯଦି ମୁଁ ପ୍ରତିଶ୍ରୁତି ଦେବେ ଭାରତ ସ୍ୱାଧୀନ ହେଇଛି। ତାପରେ ଏ.ବି. ପୁରାଣୀ କହିଲେ ଯଦି ଆପଣ ପ୍ରତିଶ୍ରୁତି ଦେଉଛନ୍ତି ଭାରତ ସ୍ୱାଧୀନ ହେଇଯାଇଛି, ତେବେ ଆଉ ମୋର କିଛି ଚିନ୍ତା କରିବାର ନାହିଁ। ତାପରେ ଏ.ବି. ପୁରାଣୀ ନିଜେ ଲେଖୁଛନ୍ତି ଯେ 2 ବର୍ଷ କାଳ ସେ ରାତିରେ ଶୋଇପାରିନଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମର ଏମିତି ଏକ ସଙ୍କଟ କାଳ ଭିତରେ ଶ୍ରୀ ଅରବିନ୍ଦ ଆମକୁ ଛାଡ଼ି ଚାଲିଗଲେ। ମୁଁ 2 ବର୍ଷ କାଳ ରାତିରେ ଶୋଇପାରିନଥିଲି। ତାପରେ ସେ ନିଦ୍ରା ଗଲେ। ଅତଏବ ଶ୍ରୀ ଅରବିନ୍ଦଙ୍କ ପ୍ରତିଟି ତାର ହଜାର ହଜାର ଦୃଷ୍ଟାନ୍ତ ଦିଆଯାଇପାରେ। ଶ୍ରୀ ଅରବିନ୍ଦ ତାଙ୍କର ସାବିତ୍ରୀ କହୁଛନ୍ତି, when consciousness answer to consciousness need not of speech, where thought looked at the thought need not of speech। ଯଦି ଚେତନାକୁ ଦେଖିପାରୁଛି, ତେବେ ଆଉ କଥା କହିବାର, ଆଲୋଚନା କରିବାର କିଛି ଆବଶ୍ୟକତା ନାହିଁ। ଅତଏବ ଶ୍ରୀ ଅରବିନ୍ଦଙ୍କର ଶବ୍ଦ ଭିତରେ ଯେଉଁ ଚେତନା ଥିଲା, ଆମେ ଯେତେବେଳେ ପୁରାଣ ଭିତରକୁ ଯିବା, ଯେତେବେଳେ ପୃଥିବୀର ସର୍ବଶ୍ରେଷ୍ଠ ମହାକାବ୍ୟ ରାମାୟଣ ଲେଖାଗଲା, ନିଜେ ସ୍ୱୀକାର କରିଛନ୍ତି ଶ୍ରୀ ଅରବିନ୍ଦ ରାମାୟଣ ହେଉଛନ୍ତି ସର୍ବଶ୍ରେଷ୍ଠ ମହାକାବ୍ୟ। ଯେତେବେଳେ ରାମାୟଣ ଲେଖାଗଲା ଏବଂ ତାହା ହେଉଛି ଶବ୍ଦ ଭିତର ଚେତନା, ଏବଂ ଶ୍ରୀ ଅରବିନ୍ଦଙ୍କୁ ଯଦି ଅଧ୍ୟୟନ କରିବ, ମର୍ମେ ମର୍ମେ ଏ କଥା ଅନୁଭବ କରିବ ଯେ ଶ୍ରୀ ଅରବିନ୍ଦ ଯେଉଁ ଶବ୍ଦଟି ଉଚ୍ଚାରିତ କରିଥିଲେ ତାହା ଭବିଷ୍ୟତରେ ପ୍ରତିଭାତ, ଆଜି ନହେଲେ କାଲି ପ୍ରତିଭାତ ହେବ, କାଲି ନହେଲେ ପରଦିନ ପ୍ରତିଭାତ ହେବ। ସମର ବସୁ ଯେତେବେଳେ ଶ୍ରୀ ଅରବିନ୍ଦଙ୍କ ଉପରେ ଯେଉଁ ହ୍ୱାଇ ଆଣ୍ଡ ହାଉ ରିଡ୍ ଶ୍ରୀ ଅରବିନ୍ଦ ଲେଖିଲେ, ସେଥିରେ ଶ୍ରୀ ଅରବିନ୍ଦଙ୍କର ଏସେସନ୍ ଗୀତାର ଗୋଟିଏ ଥିମ୍ ସେଇଠି ଦେଉଛନ୍ତି ଯେ ଶ୍ରୀ ଅରବିନ୍ଦ କହୁଛନ୍ତି ପ୍ରତି ଶାସ୍ତ୍ରର 2ଟି ମୂଲ୍ୟ ଥାଏ। ଗୋଟିଏ ମୂଲ୍ୟ ହେଉଛି ତା'ର ଲୋକାଲ ଆଣ୍ଡ ଟେମ୍ପୋରାଲ ଭ୍ୟାଲ୍ୟୁ, ଆଉ ଗୋଟିଏ ହେଉଛି ଦ ଇଟର୍ନାଲ ଭ୍ୟାଲ୍ୟୁ।
ଶାସ୍ତ୍ରର ଦୁଇଟି ମୂଲ୍ୟ ଥାଏ ଯଦି ତାହା ଯଥାର୍ଥ ଶାସ୍ତ୍ର। ଗୋଟିଏ ହେଉଛି ତାର ଲୋକାଲ ଭ୍ୟାଲ୍ୟୁ, ଯେ ଯେଉଁଠି କୁହାଯାଇଥିଲା କୁରୁକ୍ଷେତ୍ରରେ ଯୁଦ୍ଧ ହେଉଛି, ଧର୍ମକ୍ଷେତ୍ରରେ କୁରୁକ୍ଷେତ୍ରରେ ସମବେତ ଯୁଧୁତ୍ସୁବା। ବର୍ତ୍ତମାନ ଯାଏଁ ପ୍ରଶ୍ନ କରିବା ଯେ ଗୀତାରେ ଲେଖା ହେଇଛି ଧର୍ମକ୍ଷେତ୍ର କୁରୁକ୍ଷେତ୍ର ସମବେତ ଯୁଧୁତ୍ସୁବା, ଯେ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ପାଣ୍ଡବମାନେ ବର୍ତ୍ତମାନ ସୈନ୍ୟ ଠୁଳ କରିଛନ୍ତି। ସେ ଭୀଷ୍ମ ଅମକ ଶଙ୍ଖ ବଜାଉଛି, ପଞ୍ଚଜନ୍ୟ ଶଙ୍ଖ ଶ୍ରୀକୃଷ୍ଣ ବଜାଉଛନ୍ତି, ବୃକୋଦର ଭୀମକର୍ମ ବଜାଉଛନ୍ତି, ମଣିପୁଷ୍ପ ବଜାଉଛନ୍ତି, ନକୁଳ ସହଦେବ କାହିଁ ତ ଏବେ ବଜାଉନାହାନ୍ତି? ସେ ଶାସ୍ତ୍ରର ସିଏ ହେଉଛି ଲୋକାଲ ଭ୍ୟାଲ୍ୟୁ, ଟେମ୍ପୋରାଲ ଭ୍ୟାଲ୍ୟୁ, ସେହି ସମୟରେ ବଜାଉଥିଲା। ତେଣୁ ଗୀତାକୁ ନେଇ ଏ ପ୍ରଶ୍ନ ଉଠାଇବାର କଥା ନୁହେଁ, ତାର ଇଟର୍ନାଲ ଭ୍ୟାଲ୍ୟୁ ଅଛି। ତେଣୁକରି ଗୀତାର 18 ଅଧ୍ୟାୟର ଶେଷ ଭାଗରେ, ପ୍ରତି ଅଧ୍ୟାୟରେ ଶେଷ ଭାଗରେ ଗୀତାର ମୂଲ୍ୟକୁ 4 ଭାଗରେ ବିଭକ୍ତ କରାଯାଇଛି। ଇତି ସୁପନିଷଦ୍ ଯୋଗଶାସ୍ତ୍ର ବ୍ରହ୍ମବିଦ୍ୟା କୃଷ୍ଣାର୍ଜୁନ ସମ୍ବାଦ। ତାର ଗୋଟିଏ ବିଭାଗ ହେଲା ଲୋକାଲ ଭ୍ୟାଲ୍ୟୁ କୃଷ୍ଣାର୍ଜୁନ ସମ୍ବାଦ। ସେ ଆମେ ଯଦି ବର୍ତ୍ତମାନ କହିବା କାହିଁ ଅର୍ଜୁନ ତ କାହିଁ ଠିଆ ହେଇନାହାନ୍ତି କୁରୁକ୍ଷେତ୍ରରେ, ମୁଁ ଯାଇଥିଲି ଦେଖିଲି, ଆଉ ସେ କୃଷ୍ଣ କିଛି କହୁନାହାନ୍ତି। ଦ୍ୟାଟ୍ ଇଜ୍ ଲୋକାଲ ଭ୍ୟାଲ୍ୟୁ, ଟେମ୍ପୋରାଲ ଭ୍ୟାଲ୍ୟୁ। କିନ୍ତୁ ଆଉ ଯେଉଁ 3ଟି ବିଭାଗ ରହିଲା, ଯେ ସୁପନିଷଦ୍ ଯୋଗଶାସ୍ତ୍ର, ଏ ଯେଉଁ ବ୍ରହ୍ମଜ୍ଞାନ, ଏ ଯେଉଁ 3ଟି କଥା ରହିଲା, ଏ 3ଟି ହେଉଛି ଶ୍ରୀମଦ୍ ଭଗବତ ଗୀତାର ଇଟର୍ନାଲ ଭ୍ୟାଲ୍ୟୁ। ଆଜି ଯଦି କିଏ ପ୍ରଶ୍ନ ପଚାରିବ ମଣିଷର ମନ କେମିତି ସ୍ଥିର ହେବ, ଶ୍ରୀମଦ୍ ଭଗବତ ଗୀତା ଯଦି କୁହାଗଲା ଦୁଃଖେଷୁ ଅନୁଦ୍ବିଗ୍ନମନ ସୁଖେଷୁ ବିଗତ ସ୍ପୃହ ବିତରାଗ ଭୟ କ୍ରୋଧ, ଇଏ ହେଉଛି ସ୍ଥିତପ୍ରଜ୍ଞ। ସ୍ଥିତଧି ମୁନି ଉଚ୍ଚତି, ଇଏ ହେଉଛି ସ୍ଥିତପ୍ରଜ୍ଞର ଅବସ୍ଥା, ଯେ ଦୁଃଖେଷୁ ଅନୁଦ୍ବିଗ୍ନମନ, କୌଣସି ଦୁଃଖ ପରିସ୍ଥିତି ଆସିଲେ ହଠାତ୍ ଉଦ୍ବିଗ୍ନ ହୋଇଯିବ ନାହିଁ, ସୁଖ ଆସିଲେ ମଧ୍ୟ ଅତି ଏକ୍ସାଇଟ୍ ହେବ ନାହିଁ। ଏଇ କଥା ହେଉଛି ଇଟର୍ନାଲ ଭ୍ୟାଲ୍ୟୁ। ଯଦି 5000 ବର୍ଷ ତଳେ ଶ୍ରୀମଦ୍ ଭଗବତ ଗୀତାରେ ଏହି କଥା କୁହାଯାଇଥିଲା ଏବଂ କୁରୁକ୍ଷେତ୍ର ଯୁଦ୍ଧ ସମୟରେ କୁହାଯାଇଥିଲା, ତେବେ ତାହା ଆଜି ପାଇଁ ପ୍ରଯୁଜ୍ୟ ନାହିଁ। ଅତଏବ ଶ୍ରୀ ଅରବିନ୍ଦଙ୍କର ସାହିତ୍ୟ ସମର ବସୁ ଲେଖିଛନ୍ତି, ସିଏ ତାର 4ଟି ବିଭାଗ ଯାକ ଇଟର୍ନାଲ ଭ୍ୟାଲ୍ୟୁ। ଏପରିକି ସିଏ ଯଦି ଇନଫର୍ମେସନ୍ କିଛି ଦେଇଛନ୍ତି, ସାଧାରଣତଃ ଯେତେବେଳେ ବନ୍ଦେ ମାତରମ୍ ପତ୍ରିକା ଲେଖାଯାଉଥିଲା, ଯେତେବେଳେ କେ.ଜି. ଦେଶପାଣ୍ଡେଙ୍କର ଇନ୍ଦୁ ପ୍ରକାଶରେ ଲିଭ୍ ଲ୍ୟାମ୍ପ ଫର୍ ଦି ୱାର୍ଲ୍ଡ ଲେଖା ହେଉଥିଲା, ସେଇ ବାକ୍ୟ ଗୁଡ଼ିକ ମଧ୍ୟ ଯେଉଁଟାକୁ ଗୀତାରେ କୁହାଗଲା କୃଷ୍ଣାର୍ଜୁନ ସମ୍ବାଦ, ସେ ଯେଉଁ ଇନଫର୍ମେସନ୍ ଗୁଡ଼ିକ ମଧ୍ୟ ଆଜି ପାଇଁ ପ୍ରଯୁଜ୍ୟ। କାରଣ ଶ୍ରୀ ଅରବିନ୍ଦ ସେହି ସମୟରେ ଯେଉଁ ସୋସିଆଲ ରିଫର୍ମ କଥା କହିଥିଲେ, ଏଜୁକେସନାଲ ରିଫର୍ମ କଥା କହିଥିଲେ, ଟ୍ରୁ ପଲିଟିକ୍ସ ଭିତରେ କହିଥିଲେ, ରାଷ୍ଟ୍ରତନ୍ତ୍ର କଥା କହିଥିଲେ, ସେ ଭିତରେ ମଧ୍ୟ ପୂର୍ଣ୍ଣ ଯୋଗ ଥିଲା, ପ୍ରଚ୍ଛନ୍ନ ଭାବରେ ଥିଲା। ଏବଂ ସେଥିପାଇଁ ସୁନୀଲ ସରକାର, ଯିଏକି ଶାନ୍ତିନିକେତନ ପ୍ରଫେସର, ଶ୍ରୀ ଅରବିନ୍ଦଙ୍କ ଜନ୍ମ ଶତବାର୍ଷିକୀରେ ଯେତେବେଳେ ଦିଲ୍ଲୀ ଆଶ୍ରମରେ ଏକ ସ୍ପିଚ୍ ଦେଇଥିଲେ, ସେଥିରେ ପ୍ରଥମ ଦିଲ୍ଲୀ ଆଶ୍ରମର ଟପିକ୍ ଥିଲା ଯେ ରିଭଲ୍ୟୁସନାରୀ ଶ୍ରୀ ଅରବିନ୍ଦ ଆଣ୍ଡ ଯୋଗୀ ଶ୍ରୀ ଅରବିନ୍ଦ। ସେଥିରେ ସେ ଉଲ୍ଲେଖ କରୁଛନ୍ତି, ସେଇ ଯେଉଁ ତାଙ୍କର ଲେଖା ମୁଁ ରଖିଛି, ସେଥିରେ ସେ ଉଲ୍ଲେଖ କରୁଛନ୍ତି ରିଭଲ୍ୟୁସନାରୀ ଶ୍ରୀ ଅରବିନ୍ଦ ଆଣ୍ଡ ଯୋଗୀ ଶ୍ରୀ ଅରବିନ୍ଦ କୋଏକ୍ଜିଷ୍ଟେଡ୍ ସାଇଡ୍ ବାଇ ସାଇଡ୍ ଇନ୍ ସୁପ୍ରିମ୍ ପର୍ସନାଲିଟି ଅଫ୍ ଶ୍ରୀ ଅରବିନ୍ଦ। ଶ୍ରୀ ଅରବିନ୍ଦଙ୍କର ଯେଉଁ ଚରମ ବ୍ୟକ୍ତିତ୍ୱ, ଯେଉଁ ପରମ ବ୍ୟକ୍ତିତ୍ୱ ଭିତରେ ଗୋଟିଏ ଯୋଗୀ ଶ୍ରୀ ଅରବିନ୍ଦ ଥିଲେ, ଆଉ ଗୋଟିଏ ବିପ୍ଳବୀ ଶ୍ରୀ ଅରବିନ୍ଦ ଥିଲେ। ଏବଂ ଶ୍ରୀ ଅରବିନ୍ଦଙ୍କର ବିପ୍ଳବକୁ ଆମେ କେବଳ ବିପ୍ଳବର ଲିମିଟେସନ୍ ଭିତରେ ରଖିପାରିବା ନାହିଁ, କାରଣ ଶ୍ରୀ ଅରବିନ୍ଦଙ୍କର ବିପ୍ଳବ ବି ଗୋଟିଏ ଯୋଗ, ଶ୍ରୀ ଅରବିନ୍ଦ ଯୋଗ ବି ଗୋଟେ ବିପ୍ଳବ, କୋଏକ୍ଜିଷ୍ଟେଡ୍ ସାଇଡ୍ ବାଇ ସାଇଡ୍। ଏବଂ ଅତଏବ
ଶ୍ରୀ ଅରବିନ୍ଦଙ୍କର ପ୍ରତିଟି ଶବ୍ଦ ଭିତରେ ଯେଉଁ ଚେତନା ଥିଲା ସେ ଚେତନା ଗୋଟିଏ ଡିସିସିଭ୍ ଆକ୍ସନ୍, ସିଏ ଏକ ସିଦ୍ଧ କ୍ରିୟା। ଅତଏବ ଶ୍ରୀ ଅରବିନ୍ଦଙ୍କର ଶାସ୍ତ୍ର ପଢ଼ିଲା ବେଳେ ସେ ଯେଉଁ କଥା କହୁଛନ୍ତି ଯେ ଶବ୍ଦର ଯେଉଁ ତୃତୀୟ ଏଲିମେଣ୍ଟ କନସିୟସନେସ୍ ଚେତନା ଏବଂ ତାର ଫୋର୍ଥ ଏଲିମେଣ୍ଟ କହୁଛନ୍ତି ଯେ ଶବ୍ଦ ବ୍ରହ୍ମ, ନାମ, ଅର୍ଥ, ଶକ୍ତି ଏବଂ ତାପରେ କହୁଛନ୍ତି ରୂପମ୍। ଶବ୍ଦ ଗୋଟିଏ ଫର୍ମ ନେଇପାରେ, ରୂପ ନେଇପାରେ। ଯେମିତି ମୁଁ କହୁଥିଲି ଯେ ରାମାୟଣରେ ବାଲ୍ମୀକି ଲେଖିଦେଲେ ଅଯୋଧ୍ୟାର ଗଠନ ଏମିତି ହେବ, ପ୍ଲାନ୍ କରିଦେଲେ, ଇଞ୍ଜିନିୟର ପ୍ଲାନିଂ ଦେଲା ଗଠନ ଏଇ ହେବ, ପୂର୍ବ ଦିଗରେ ଏହା ରହିବ, ଦକ୍ଷିଣ ଦିଗରେ ଏହା ରହିବ, ମହଲ ଏମିତି ତିଆରି ହେବ, ସେ ଅମୁକ ପଥରରେ ତିଆରି ହେବ, ଏସବୁ ଡିଟେଲ୍ ଅଛି ରାମାୟଣ ଭିତରେ। ସେଇ ଅନୁଯାୟୀ ହେଲା, ସେ ଫର୍ମ ନେଲା, ରୂପ ଗ୍ରହଣ କଲା ଏବଂ ଶ୍ରୀ ଅରବିନ୍ଦଙ୍କ ପ୍ରତିଟି ଶବ୍ଦ ଭିତରେ ଗୋଟିଏ ରୂପ ଥାଏ। MP ପଣ୍ଡିତ ଯେତେବେଳେ ଜପ ବିଜ୍ଞାନ କଥା ଲେଖୁଛନ୍ତି ସେଥିରେ କହୁଛନ୍ତି ଭାରତବର୍ଷରେ ସପ୍ତରାଗର ଗୋଟିଏ ବିଧାନ ଥିଲା ଯାହାକୁ ସ୍ୱର ସାଧନା ବୋଲି କୁହାଯାଇପାରେ। ସିଏ ବି ଗୋଟେ ପ୍ରକାର ଯୋଗ ସାଧନାର ଅଂଶ। ଯେହେତୁ ସ୍ୱର ସାଧନା ଥିଲା ଯେ ଗୋଟିଏ ପ୍ରକାର ସ୍ୱରକୁ ଧ୍ୱନିତ କଲେ, ଉଚ୍ଚାରିତ କଲେ ଗୋଟେ ନିର୍ଦ୍ଦିଷ୍ଟ କ୍ରିୟା ହେଉଥିଲା। ଯେମିତି ଦୀପକ ରାଗକୁ ଉଚ୍ଚାରଣ କଲେ ଦୀପ ଜଳି ଯାଉଥିଲା, ମେଘମଲ୍ଲାରକୁ ଉଚ୍ଚାରଣ କଲେ ମେଘ ବର୍ଷା ହେଇଯାଉଥିଲା, ଶିବରଞ୍ଜନୀଙ୍କୁ ଉଚ୍ଚାରଣ କଲେ ଶିବର ତାଣ୍ଡବ ହେଉଥିଲା ଇତ୍ୟାଦି। ଜୟଦେବଙ୍କର ଗୀତ ଗୋବିନ୍ଦ ଉଚ୍ଚାରଣ କଲେ ଜଙ୍ଗଲ ଭିତରୁ ମୃଗ ହରିଣମାନେ ଦୌଡ଼ି ଆସୁଥିଲେ। ସେ ଫର୍ମ ନଥିଲା ଏବଂ ପ୍ରତି ଶବ୍ଦ ଭିତରେ ଶବ୍ଦ ଶ୍ରୀ ଅରବିନ୍ଦଙ୍କ ଶବ୍ଦ ଗୋଟିଏ ଫର୍ମ ନେବ, ଗୋଟେ କଂକ୍ରିଟ ରୂପ ନେବ। ଏଇ ସମ୍ପୂର୍ଣ୍ଣ ବିଶ୍ୱାସରେ ଆମେ ଶ୍ରୀ ଅରବିନ୍ଦ ଯଦି ଅଧ୍ୟୟନ କରିବା, କାଲି ମୁଁ କହୁଥିଲି ସେ ଶ୍ରୀ ଅରବିନ୍ଦଙ୍କ ଅଧ୍ୟୟନ କଲେ ପ୍ରଥମେ ଗୋଟିଏ ଫୁଲ୍ କନଭିନ୍ସ ଆସିବ। ଫୁଲ୍ କନଭିନ୍ସ ମାନେ ଟୋଟାଲି ଆପଣ ଯଦି ଯେକୌଣସି ପ୍ରକାର ସନ୍ଦେହ ଗୋଟେ ଫୁଲ୍ କନଭିନ୍ସ, ତାପରେ କନଭିନ୍ସ ଆସିଲେ ପୂର୍ବ ଧାରଣା ଗୁଡ଼ିକ ପରିବର୍ତ୍ତନ ହେବ, କନସେପ୍ଟ ଚେଞ୍ଜ ହେବ। କନସେପ୍ଟ ଚେଞ୍ଜ ହେଲେ ଚେତନା ପରିବର୍ତ୍ତନ ହେବାର ବାଟ ଫିଟିବ, ଚେତନାର ପରିବର୍ତ୍ତନ ହେବ, କନସିୟସନେସ୍ ଚେଞ୍ଜ ହେବ। କନସିୟସନେସ୍ ଚେଞ୍ଜ ହେଲେ ଅନ୍ତର୍ସ୍ୱଭାବ, ଇନର୍ ନେଚର ଆଣ୍ଡ ଟ୍ରାନ୍ସଫର୍ମେସନ୍, ସାଇକିସାଇଜେସନ୍, ସ୍ପିରିଚୁଆଲାଇଜେସନ୍, ସୁପ୍ରାମେଣ୍ଟାଲାଇଜେସନ୍ ପାଇଁ ଗୋଟିଏ ରାସ୍ତା ଖୋଲିବ, ଗୋଟେ ପ୍ରବେଶ ପଥ ଖୋଲିବ। ଅତଏବ ଶ୍ରୀ ଅରବିନ୍ଦଙ୍କୁ ଅଧ୍ୟୟନ କରିବା, କିପରି ଅଧ୍ୟୟନ କରିବା ପାଇଁ ମାଙ୍କୁ ଯେତେବେଳେ ବିଭିନ୍ନ ସମୟରେ ବିଭିନ୍ନ ପ୍ରଶ୍ନ ପଚରାଯାଇଛି ଏବଂ ମାଙ୍କୁ ପଚରାଯାଇଛି ଯେ ଶ୍ରୀ ଅରବିନ୍ଦଙ୍କର ଏ ସମୁଦ୍ର ବ୍ୟାପୀ ସାହିତ୍ୟକୁ ଆମେ କେଉଁଠୁ ଆରମ୍ଭ କରିବୁ, କ'ଣ ଆରମ୍ଭ କରିବୁ, କେଉଁ ବହି ପଢ଼ିବୁ। ମା ଅନେକ ଲୋକଙ୍କୁ ସେ ଗୋଟିଏ କଥା କହିଛନ୍ତି, ବିଗିନ୍ ଫ୍ରମ୍ ଏସେନ୍ସ ସଂହିତା। ମୁଁ 3 ଜଣଙ୍କ ଦୃଷ୍ଟାନ୍ତ ଦେବି। ଆମେରିକା ରାଷ୍ଟ୍ରପତିଙ୍କର ଝିଅ ଯେଉଁ ମାର୍ଗାରେଟ୍ ୱିଲସନ୍, ସିଏ ଶ୍ରୀ ଅରବିନ୍ଦଙ୍କର ଏସେନ୍ସ ସଂହିତା ପଢ଼ି ଶ୍ରୀ ଅରବିନ୍ଦଙ୍କ ଆଶ୍ରମକୁ ଆସିଛନ୍ତି ଏବଂ ତାଙ୍କର ବାପା ଯେତେବେଳେ ବାରମ୍ବାର ସ୍ପେଶାଲ ମେସେଞ୍ଜର ପଠାଉଛନ୍ତି ଯେ ମାର୍ଗାରେଟ୍ ୱିଲସନ୍ଙ୍କର ଆଜମା ଅଛି, ସ୍ୱାସ୍ଥ୍ୟ ଖରାପ ଅଛି ଏବଂ ସିଏ ଆମେରିକା ଚାଲି ଆସୁ, ଫେରି ଆସୁ, ଏଠି ତାର ଟ୍ରିଟମେଣ୍ଟ ହେବ, ପରେ ଯିବ। ସେଠି ନିଜେ ମାର୍ଗାରେଟ୍ ୱିଲସନ୍ କହୁଛନ୍ତି, ଆମେରିକା ରାଷ୍ଟ୍ରପତିଙ୍କ ଅଲିଅଳ ଝିଅ ଗ୍ରେଟ୍ ମାର୍ଗାରେଟ୍ ୱିଲସନ୍ କହୁଛନ୍ତି ଯେ ସେଠି ସିନା ମୋର ଆତ୍ମାର ଟ୍ରିଟମେଣ୍ଟ ହେବ, କିନ୍ତୁ ମୋର ଆତ୍ମାର ଟ୍ରିଟମେଣ୍ଟ କେଉଁଠି ହେବ, ଆମେରିକାରେ ହେଇପାରିବ ନାହିଁ।
मोर आत्मार ट्रिटमेंट पाई एसेसन गीता मत डाकी आनी ये मुझे आत्मार बिना ट्रिटमेंट जापरि ना अतएव से जो झील विल्सन मार्गारेट विल्सन रही आश्रम श्री अरविंद ना देते निष्ठा बोली एवं श्री अरविंद आश्रम देह त्याग आउ जाना कौन से जाना मार्गारेट विल्सन से एसेसन गीता पढ़िया आसछंती मैगी निर्चिंकर हिस्ट्री मुझे पढ़ुली गोल्डन पाथरे मैगी निर्ची एक्सप्लेन देते सी भी एसेसन गीता पढ़ी आसुँच अनुरक्त जे कि पेपर आमर जो पेपर मिल हैंडमेड पेपर मिल आश्रम तार जे परिचालक थे अनुरक्त ए ग्रेट अकल्टिस्ट माँ ताको प्रेरणा दौले तुम अकल्टिस्ट जारी अकल्टिज्म जारी रख एवं से जो अकल्टिस्ट सी भी कहते मु एसेसन गीता अध्ययन कर श्री अरविंद को आसी माँ अनेक लोक कहते जे एसेसन गीतार आरंभ कर कहीं से कथा कहते मु मोर निजस्व मंतव्य देवी मोर जहाँ अनुभव कारण एसेसन प्रत्येक व्यक्ति जे भगवान आड़ को मुह फेराए भगवान आड़ को आसे अनुगामी हवा इच्छा टे अंत अभिप्सा करे तार किसी रिलीजियस बेस थाए जोटा कि जमती बाबाजी महाराज राम सीता को पूजा करुले राम सीता को पूजा कर श्री अरविंद को आसिले जमी अनिल बरण श्रीकृष्ण को पूजा करुले श्रीकृष्ण को पूजा करके श्री अरविंद को आसिले जमी निशिकांत तंकर बापा रामचंद्र को पूजा करुले सी निजे श्रीकृष्ण भक्त थे एवं तापरे को आसिले समस्त गोटे रिलीजियस बेस थाए गायत्री तो बहुत दिन गायत्री महाविज्ञान बहुत दिन पढ़ी जे कि गायत्री महाविज्ञान जो श्याम शर्मा निजे श्री अरविंद ऊपर गवेषणा करते से जो लिखिंट महायोगी श्री अरविंद से भी गोटे बही लिखिंट ये सबू पर ये सब रिलीजियस स्वामी शिवानंद कहले जे आमे सब धर्म विषय वी स्पीक अबाउट वी माने शिवानंद प्लस जते नंद वी स्पीक अबाउट religious but Sri Aurobindo speak about transcendental religion धर्म पर जो धर्मोत्तर व्यवस्था धर्म पर कौन अच्छे व्हाट इज बियॉन्ड रिलीजन व्हाट इज आफ्टर रिलीजन से जो कथा था स्पिरिचुआलिटी ट्रांसेंडेंटल रिलीजन तापर से शिवानंद कहते श्री अरविंद रोट लाइफ डिवाइन the life divine he lived not the life divine he preached श्री अरविंद जो दिव्य देवन ग्रंथटी लिखी स्वामी शिवानंद ग्रंथ हूँ डिवाइन लाइफ एवं श्री अरविंद ग्रंथ हूँ लाइफ डिवाइन स्वामी शिवानंद स्वीकार करुँच श्री अरविंद जो लाइफ डिवाइन बही लिखी द लाइफ डिवाइन ही लिव्ड जो दिव्य जीवन को से बंचुले जीवन जापन करुले जो दिव्य जीवन मंत्र को नहीं से दिव्य जीवन कथा लिखाई अतएव मोर मंतव्य है जे समस्त जो गोटे रिलीजियस बेस अच्छी भगवान को नहीं भगवान को खोजा नहीं सत्य को खोजा नहीं ब्रह्म को पाइबापी ब्रह्म को खोजापी गोटे जो रिलीजियस बेस अच्छी से रिलीजियस बेस केमिति स्पिरिचुआली जमी जीवा से बोधे माँ बोधे मुझे बोधे माँ प्रेस्क्राइब करुले स्टार्ट फ्रॉम एसेसन गीता गीतार जो एसेसन गीता जो गीता निबंधमाला ओडिया लिखा से आरंभ कर एवं दिव्य जननी जितेबले एसेसन गीता उपरे प्रेस्क्राइब कर एसेसन गीतार पूर्वर श्री अरविंद आउ गोटे छोट बही लिखी द प्रिफेसन गीता गीतार भूमिका तार गोटे ओडिया बही थी आजकल मिलूनी प्रिफेसन गीतार प्रथम पृष्ठार कहते जे
ଗୀତା ହେଉଛି ଏକ ବାମୟ ଶକ୍ତି, ଭଗବାନ ଶ୍ରୀକୃଷ୍ଣଙ୍କର ବାମୟ ଶକ୍ତି। ବାମୟ ଅର୍ଥ ବାକ୍ୟମୟ। ଯେ ଭଗବାନଙ୍କର ଯେଉଁ ବିଭିନ୍ନ ଶକ୍ତି ଥାଏ, ବିଭିନ୍ନ ଅଭିବ୍ୟକ୍ତି ଥାଏ, ସେ ଅଭିବ୍ୟକ୍ତି ହେଉଛି ବାକ୍ୟ ପ୍ରକାଶ କରିବା, ଯେଉଁ ନିଜେ ଭିତରର ସତ୍ୟକୁ ପ୍ରକାଶ କରିବାର ଯେଉଁ ଶକ୍ତି, ଗୀତା ହେଉଛି ସେ ଭଗବାନଙ୍କର ବାମୟ ଶକ୍ତି। ପୁଣି କହୁଛନ୍ତି ଗୀତା ହେଉଛି ଅଚ୍ୟୁତ ପ୍ରସୂତ ରତ୍ନ ରାଶି। ଅଚ୍ୟୁତ ପ୍ରସୂତ ରତ୍ନ ରାଶିର ରତ୍ନ ଭଣ୍ଡାର ଗୀତା, ରତ୍ନାକର ଗୀତା। ଯିଏ ଗୀତାକୁ କିଏ ସୃଷ୍ଟି କରିଛି, କିଏ ସୃଜନ କରିଛି ନା ଅଚ୍ୟୁତ। ସେ ନିଜ ଅଚ୍ୟୁତ, ସେ କେବେ ଟେମ୍ପୋରାଲ ନୁହେଁ, ଇଟର୍ନାଲ। ଅଚ୍ୟୁତ ହେଉଛି ଅଚ୍ୟୁତ ହୁଏ ନାହିଁ। ଯିଏ ଅମର, ଗୀତା ହେଉଛି ଅମର, ଅଚ୍ୟୁତ। ସେ ଅମର ଯେଉଁ ଇମୋର୍ଟାଲ ଭଗବାନଙ୍କ ଠାରୁ ଗୀତା ସୃଜିତ ହେଇଛି, ସୃଷ୍ଟି ହେଇଛି। ଅଚ୍ୟୁତ ପ୍ରସୂତ ରତ୍ନ ରାଶି, ଅନେକ ରତ୍ନ ସେ ଭିତରେ ଅଛି, ତେଣୁ ତାକୁ ରତ୍ନାକର ବୋଲି କହୁଛନ୍ତି। ତାପରେ ଅତି ଚମତ୍କାର ଭାବରେ ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ସାରା ଜୀବନ ବ୍ୟୟ କରି ସେ ରତ୍ନାକର ଭିତରେ ପ୍ରବେଶ କରି, ସେ ଗଭୀର ରତ୍ନାକର ଭିତରେ ପ୍ରବେଶ କରି, ଗୀତାର ସେ ଗଭୀର ରତ୍ନାକର ଭିତରେ ପ୍ରବେଶ କରି ସାରା ଜୀବନ ବ୍ୟୟ କରି ଯଦି ଜଣେ ମାତ୍ର ଗୋଟିଏ ରତ୍ନକୁ ସଂଗ୍ରହ କରିପାରିଲା, ତେବେ ତାର ଜୀବନ ସାର୍ଥକ ହେଲା। ଗୀତାର ଏମିତି କ'ଣ ରହସ୍ୟ ଥିଲା? ଏଠି ଗୋଟେ ପିକୁଲାର କ୍ୱେଶ୍ଚିନ୍ ଆସିବ, ଯେଉଁଟାକି ପର୍ସନାଲ ମେଡ୍ କ୍ୱେଶ୍ଚିନ୍, ଯେ ଗୀତା ପ୍ରଥମେ ଲେଖା ହେଇଥିଲା ନା ପୃଥିବୀ ପ୍ରଥମେ ସୃଷ୍ଟି ହେଇଥିଲା? ସହଜ ଉତ୍ତର ଆସିବ, ପ୍ରଥମେ ପୃଥିବୀ ସୃଷ୍ଟି ହେଲା, ତାପରେ ମହାଭାରତ ହେଲା, ତାପରେ ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯାହା କହିଲେ ତାହା ହେଉଛି ଗୀତା। ତେଣୁକରି ସହଜ ଉତ୍ତର ହେବ ଯେ ପ୍ରଥମେ ପୃଥିବୀ ସୃଷ୍ଟି ହେଲା, ତାପରେ ଗୀତା ଲେଖା ହେଲା। କିନ୍ତୁ ବିଷ୍ଣୁ ପୁରାଣରେ, ସଂସ୍କୃତ ବିଷ୍ଣୁ ପୁରାଣରେ ଗୋଟେ ସୁନ୍ଦର ପିକୁଲାର ବାକ୍ୟ ଅଛି। ନିଜେ ବିଷ୍ଣୁ ବା ଶ୍ରୀକୃଷ୍ଣ କହୁଛନ୍ତି, ଗୀତା ଜ୍ଞାନଂ ସମାଶ୍ରିତଂ ତ୍ରୈଲୋକ୍ୟଂ ପାଳୟାମ୍ୟହଂ। ଗୀତା ଜ୍ଞାନକୁ ଆଶ୍ରୟ କରି ମୁଁ ତ୍ରୈଲୋକ୍ୟ, এই ପାତାଳ, ସ୍ୱର୍ଗ ଓ ପୃଥିବୀକି ପାଳନ କରିଛି, ସୃଷ୍ଟି କରି। ଏବଂ ଶ୍ରୀ ଅରବିନ୍ଦ ପ୍ରିଫେସନ୍ ଗୀତାରେ ଏବଂ ନିଜେ କହିଛନ୍ତି ସାରା ଜୀବନ ବ୍ୟୟ କରି ସେଥିରୁ ଗୋଟିଏ ରତ୍ନ ସଂଗ୍ରହ କରିପାରିଲେ ଜୀବନ ସାର୍ଥକ ହେବ। ଶ୍ରୀ ଅରବିନ୍ଦ ପ୍ରିଫେସନ୍ ଗୀତା ଲେଖିଲା ବେଳକୁ ଗୀତାର 6000 ଭାଷ୍ୟ, ପୃଥିବୀରେ ଗୀତାର 6000 ଭାଷ୍ୟ, 6000ଠୁ ଅଧିକ ବୋଲି ଲେଖାଯାଇଛି। ପୁଣି ଶ୍ରୀ ଅରବିନ୍ଦଙ୍କୁ କାହିଁକି ପୁଣି ଏସେସନ୍ ଗୀତା ଲେଖିବାକୁ ପଡ଼ିଲା? ଏବଂ ଯେତେବେଳେ ପ୍ରିଫେସନ୍ ଗୀତା ଲେଖିଲେ ସେଥିରେ ସେ ପ୍ରଥମେ ଲେଖୁଛନ୍ତି ସେ ତାର ପାତ୍ର କିଏ, ତାର କ୍ଷେତ୍ର କ'ଣ, ତାର ଉଦ୍ଦେଶ୍ୟ କ'ଣ, ଗୀତାର ଉଦ୍ଦେଶ୍ୟ କ'ଣ, ଏସବୁ ବର୍ଣ୍ଣନା କରାଯାଇଛି। ଆମେ ଯେତେବେଳେ ତାକୁ ଡିଟେଲ୍ ପଢ଼ିବା ସେ ପ୍ରିଫେସନ୍ ଇଏ, ମୁଁ ପ୍ରଥମେ ଇମ୍ପ୍ରେସ୍ ହେଇଥିଲି ସେ ପ୍ରିଫେସନ୍ ଗୀତାରେ, ତାପରେ ଏସେସନ୍ ଗୀତା ପଢ଼ିଲି। ଏସେସନ୍ ଗୀତା ପଢ଼ିଲି, ସେ ଅମର କିରଣଙ୍କର ଗୋଟିଏ ବାକ୍ୟ ଥିଲା ଯେ ଏସେସନ୍ ଗୀତା is not another interpretation of Gita. It is a new Gita for new age. It is a new Gita for new generation. ଗୀତା ନିବନ୍ଧମାଳା ଯେମିତି ଅନ୍ୟମାନେ ଗୀତା ଉପରେ ଭାଷ୍ୟ ଲେଖିଥିଲେ, 6000 ଭାଷ୍ୟ ସେତେବେଳେ ଲେଖା ହେଇଥିଲା, ଏବେ ଆହୁରି କେତେ ଭାଷ୍ୟ ଲେଖାଯିବଣି। ସେ ସେମିତି ନଟ୍ ଏନାଦର ଇଣ୍ଟରପ୍ରିଟେସନ୍, ଗୀତା ଉପରେ ଗୋଟେ ଆଉ ଗୋଟିଏ ଭାଷ୍ୟ ନୁହେଁ। ଶ୍ରୀ ଅରବିନ୍ଦଙ୍କ ଏସେସନ୍ ଗୀତା, ଶ୍ରୀ ଅରବିନ୍ଦଙ୍କ ଏସେସନ୍ ଗୀତା ଏ ନ୍ୟୁ ଗୀତା, ଇଏ ଏକ ନୂତନ ଗୀତା, ଯେଉଁ ଗୀତା କି ଫ୍ୟୁଚର ଜେନେରେସନ୍ ଗୀତା। ଆମେ ଯେତେବେଳେ ଯେହେତୁ ମା କହିଛନ୍ତି ଷ୍ଟାର୍ଟ ଫ୍ରମ୍ ଏସେସନ୍ ଗୀତା, ଆମେ ଆଜି ଏସେସନ୍ ଗୀତାରୁ ଆରମ୍ଭ କଲେ ଏବଂ ପରବର୍ତ୍ତୀ ଦିନମାନଙ୍କରେ ଆମେ ପୁଣି ଶ୍ରୀ ଅରବିନ୍ଦଙ୍କର
ସାହିତ୍ୟକୁ ଅଧ୍ୟୟନ କିପରି କରିବୁ, କେଉଁ ବହିରୁ କରିବୁ, କ'ଣ କରିବୁ, ତା'ର ଏସେନ୍ସ କ'ଣ ଆମେ ଆଲୋଚନା କରିବା। ସମସ୍ତଙ୍କୁ ନମସ୍କାର କରି ଆଜିର ବକ୍ତବ୍ୟ ଏଠି ନିବେଦନ କରୁଛି।